नमस्कार। मो ना हूँ बामन पंडा। ये गोटे नुआ सृष्टि गढ़ार मन ये जो आम 36 कोटी जीव भितर गोटे मनुष्य बोली जन्म पाई सबुठ श्रेष्ठ जीव किंतु ये समय रे मनीषर मानविकता काहारी पाखे ना देखे मु भी मनीष भाया देखा जाऊँगी किंतु मनीष भाया कार्य करें मु देखिली आउ गोटे किसी बदलैबा केमिति बदलैबा ना थाई कि नथिला बेलिया भगवान कहते जे जदि मते पाइबू ताल तू आग शुनु हो जदि लोभ रखिबू ताले मते जेते डाकिले भी पाइपर मु देखिली ये जो मनीष बोली कहते समस्ते बुलूंट मु देखिली मु तांको सहित पड़ी चली पारे बा मो सांगे गोटे लोक पहुँचला भाया लोक मु पाइले जदि न पाइली ये देश दुनिया रे चलची कौन ना गोटे ना रे सबू किछि चलची किंतु गाँव रे नहीं केवल ना जेमती आमर शासन चली सबू लेखा उपर चली किंतु एक्चुअली किछि नहीं सेटा समाज बोलिकी चलीगला किंतु गाँवर दोसरा राजनीति दोसरा घरर मुरबी दोसरा सबुतर किंतु एबे मु देखिली जे राजनीति जहाँ गोटे घर से गोटे गाँ से ताने ये जो मनीषटा आम 36 कोटी जीव भितर श्रेष्ठ जीव जन्म होते कहीं ना ये 36 कोटी जीव समस्त की मनइब बुझेब मिसिकी चल किंतु ये मनीष को कहीं मन पारे ये मनीष को मनइया गले एकमात्र मृत्यु जे मनीष जो माने मरी जाती आत्महत्या कर ब्रिज रु डाई पड़ुं साधारण मनीषत्व ज्ञान थे मनीष कही भगवान कहते जे कष्ट मिल कले कृष्ण पाइब ये जमा कष्ट करना आजिकल लोक हठात अन्याय अत्याचार को पहुँची जाऊँ मु भी 60 वर्ष बुलिली देखिली मो सांगे गोटे लोक लगेवा बुलवा है ना आ जदिव लोकटा को लगेली सी लोकटा को आईन सब सहायता कला सी आउ धरी पारानी जदि न धरी पारा मुझे छाड़देली मु छाड़देला ताकू कई धरुना ना आईन धरुची ना गाँवली धरुछन ताले मनीषर कर्म कौन मो कहवा कथा
ଏବେ 3 ମାସ ତଳେ ଯାଇଥିଲି ଆମ ବାଲିପାଟଣା ପିଏସ୍ ଥାନାକୁ, ଗୋଟେ ଏଫଆଇଆର ଦେଲି, ଯେହେତୁ କି ବାପ ଖୋଜୁଛି ପୁଅକୁ ମଧ୍ୟ ଝିଅକୁ, କିନ୍ତୁ ଯଦି ବାପ ଖୋଜୁଛି ସେଠି ଆଇନ କହୁଛି ଯେ ଆଇନ ତ କରିଦେଇଛି, ଆଉ ମା' ଯାହା କହିବ ସେଇଆ। ମୁଁ ସେଠୁ ଆଇଏସ୍ଙ୍କୁ ଟିକେ ମୋ ବୟସ ଅନୁସାରେ ପଚାରିଲି, ମୁଁ କହିଲି ଆଜ୍ଞା ଆପଣଙ୍କର ତ ଯାହା ହେଲେ ବି ଗୋଟେ ଯୋଡ଼େ ପିଲା ଥିବେ, ଆପଣଙ୍କ ମିସେସର ଆପଣଙ୍କର କିଛି ଗୋଟେ ଡିଷ୍ଟର୍ବ ହେଉଛି, ସେଇଟା ହୁଏ ଛୋଟବେଳେ ତୁଟିଯାଏ, ପିଲା ବଡ଼ ହେଲା ପରେ ଆଉ କରାଯାଏ ନାହିଁ, କାରଣ ପିଲା ବଢ଼ିଲେ ତାଙ୍କର ସମ୍ମାନ ଦେଖିବାକୁ ପଡ଼ିବ। ଯେତେ ପ୍ରକାର ଚେଷ୍ଟା କଲି, ଥାନାବାଲା କେତେ ଟଙ୍କା ନେଉଛନ୍ତି କ'ଣ କରୁଛନ୍ତି ମୁଁ ଜାଣିପାରୁନି, କିନ୍ତୁ ଗୋଟେ ସତୁକୁ ନୁଚେଇ ନୁଚେଇ ଆଜି 25 ବର୍ଷ ପାଇଗଲାଣି। ରାମଚନ୍ଦ୍ର କାଳରେ 12 ବର୍ଷ ରାମଚନ୍ଦ୍ର ବନବାସ ଯାଇଥିଲେ, କିନ୍ତୁ ଏ ଲୋକଟା ଆସି 25 ବର୍ଷ ବନବାସ ଗଲାଣି, କେହି ଜାଣିପାରୁନାହାନ୍ତି। ଏବେ ଖୋଜା ଚାଲିବାରୁ ତାର ପରିଚୟ ମିଳିଲା, କିନ୍ତୁ ସେ ମରିଛି କି ବଞ୍ଚିଛି ଥାନାବାଲାଙ୍କୁ ପଚାରିଲେ କହିପାରୁନାହାନ୍ତି, ନା ଏ ମାନବ ସମାଜକୁ ପଚାରିଲେ କହିପାରୁନାହାନ୍ତି। ଏଇଟା ହେଉଛି ଏ ସମାଜ ଭିତରେ ଯାହା କଲି ମୁଁ ଖୁସି ନାହିଁ, କାରଣ ନିଜ ଇଚ୍ଛାରେ କରିଥିଲେ ଖୁସି ହେଇଥାନ୍ତି, ଏସବୁ ପର ଇଚ୍ଛାରେ ହେଲା। ତେଣୁ ଏଇଟା ହେଉଛି ନିଜ ଇଚ୍ଛା। ଯେହେତୁ କି ଏତେ କାମ କରି କରି ଯଦି ମଣିଷର ମୂଲ୍ୟର ନାହିଁ, ତାହେଲେ ଏ ସମାଜରେ ଆଉ କାହିଁ ଲଗେଇବା, ବରଂ ହରିନାମ ଲଗେଇଦେବା। ଭଗବାନ କହିଛନ୍ତି ସେତେବେଳେ କୁଆଡ଼େ ଯିବ, ହରିନାମକୁ ଆ। ତେଣୁ ହରିନାମକୁ ପଳେଇବା। ଯାହା କରିବି ମୋବାଇଲ ଦ୍ୱାରା କରିବି। ମୁଁ ଶିଖିଗଲାଣି, ମୁଁ ବ୍ରହ୍ମା ବିଷ୍ଣୁ ଥିଲି ବୋଲି ମୋତେ ଚକରତୀର୍ଥ ବାଲି ଦେଖେଇଲେ, ଏବେ ମୁଁ ଚକରତୀର୍ଥ ବାଲି ଦେଖେଇବି। ତାଙ୍କ ପାଠ ପଢ଼ିଛନ୍ତି କେତେ, ଆଇନ କେତେ, ସମାଜ କେତେ। କିନ୍ତୁ ମୋ ଏଇ ଭିଡ଼ିଓ ମାଧ୍ୟମରେ ବି ମୁଁ କହୁଛି, ଏବେ ବି ବାଲିପାଟଣା ଆଇଆଇସିଙ୍କି ମୁଁ ପଚାରୁଛି, ଯେହେତୁ କି ସେ ଯଦି ବାପ ହେଇଛନ୍ତି, ତାହେଲେ ଜଣକୁ ମନା କରିଦେଲେ ବାପର ଅଧିକାର ନାହିଁ ବୋଲି କେମିତି? ୟାର ଉତ୍ତର ଆଜି ପର୍ଯ୍ୟନ୍ତ ଆସିଲାନି, 20-25 ଦିନ ହେଇଗଲା ବୋଧେ। ମୁଁ ବି ସେଇଠି ବସିଛି, ଆଜି 40 ବର୍ଷ ହେଲା ସେଇ ମାର୍କେଟରେ ବସିଛି। ତାହେଲେ ମୋର ମୂଲ୍ୟ କାହିଁ ନାହିଁ? ତାହେଲେ ମଣିଷ ବୋଲିକି କ'ଣରେ ମୁଁ ଗଣନା ହେଲି? ମରିବା ଗୋଟେ କ'ଣ, ଆଉ ମଲେ କ'ଣ ହୁଏ? ବୁଝିପାରିଲେ କି? ମରିଗଲା ଯେଉଁ ଜିନିଷ ତାକୁ କେହି ଦେଖିପାରନ୍ତିନି। ଯେତେବେଳେ ଶବଟା ଯାଏ ଶ୍ମଶାନକୁ, ସେତେବେଳେ ସମସ୍ତେ ଜାଣିପାରନ୍ତି ଯେ ଏ ମଲା। କିନ୍ତୁ ମଣିଷର ମନ ହେଉଛି ଗୋଟେ, ଯେତେବେଳେ ମନଟା ମରିଯାଇଛି ଇଏ ସଂସାର ସୃଷ୍ଟି ବିଷୟରୁ, ତେଣୁ ମୁଁ ଦେଖିଲି କ'ଣ କରିବା, ସନ୍ନ୍ୟାସୀ। ତେଣୁ ଆମର ହେଲା ହରିନାମ ପ୍ରିୟ। ମୁଁ ବି ଆଜନ୍ମରୁ ମୁଁ ବ୍ରହ୍ମଚାରୀ ବେଲିକିରି ଅଛି। ମୋର ବି ଆଦର୍ଶ ଏଇଭଳିଆ, ଆଗରେ ଦେଖିବ ଯେନ୍ତା, ପଛରେ ଦେଖିବ ସେନ୍ତା। ତେଣୁ ମୁଁ ଆଉ ଥରେ ରିକ୍ୱେଷ୍ଟ କରୁଛି ବାଲିପାଟଣା ଆଇଏସ୍ଙ୍କୁ, ଏଇ ଯେଉଁ କେସ୍ଟା ତାଙ୍କ ଥାନାରେ ଫାଇନାଲ୍ ହେଇଛି, ୟାର କିଛି ଫାଇନାଲ୍ ଦେଇନାହାନ୍ତି। ବହକାଲିଆ ମୋ କଥା କେହି ଶୁଣୁନାହାନ୍ତି, କଥାଟାକୁ ଚାପୁଛନ୍ତି। ଏଇଟା ଭାବିଲି କ'ଣ, ଯଦି ମୁଁ ମଣିଷ ହେଇକି ମୋ କଥାର ଓଜନ କେଉଁଠି ନ ରହିଲା, ଏଇଟାକୁ ମୋ ମନ ଖୁସି ପାଇଁକି ମୁଁ ଆନନ୍ଦ କରୁଛି। ସବୁ ସଂକ୍ରାନ୍ତିରେ। ତାପରେ ଆଉ ଗୋଟେ କଥା ଦେଖନ୍ତୁ, ନବୀନ ବାବୁ 25 ବର୍ଷ ଶାସନ କଲେ ଆମ ଓଡ଼ିଶାରେ। ମୁଁ 25-30 ବର୍ଷ ହେଲା ବାଲିପାଟଣାରେ ଅପେକ୍ଷା କରିଛି ନ୍ୟାୟ ପାଇଁ, ମୋତେ ନ୍ୟାୟ ମିଳିଲାନି। କିନ୍ତୁ ଏବେ ମାଝୀ ବାବୁ କହୁଛନ୍ତି ସେ ପ୍ରତ୍ୟେକ କଥାକୁ ବୁଝୁଛନ୍ତି। ଯଦି ଜନସାଧାରଣଙ୍କ କଥା ବୁଝୁଛନ୍ତି, ତାହେଲେ ଏଇ ମାଧ୍ୟମରେ ମୁଁ ତାଙ୍କୁ ଜଣାଉଛି, ସେମାନେ ବାଲିପାଟଣା ଥାନାରୁ ଏଇ ଯେଉଁ ଲୋକଟା ଆଜି ମୂର୍ତ୍ତି ବସେଇକିରି ନିଜର ଆଇଟମ୍ କରିଛି, ଏମିତି ବୋଧେ କେହି କରିନଥିବେ। ମାଝୀ ବାବୁ ଯଦି ଆମର ଭଲ ସରକାର ବୋଲି କହୁଛନ୍ତି, ବୁଝିବା ସରକାର, ତେଣୁ ମୋର ମାଝୀ ବାବୁକୁ ବିନୀତ ଅନୁରୋଧ, ଯେହେତୁ କି ଏଇଟା 25 ବର୍ଷ ଭିତରେ କେସ୍ଟା ତୁଟୁନି, କାରଣ ସାଧାରଣ ମୁହାଁମୁହିଁ ହେଲେ 25 ବର୍ଷର କେସ୍ ତୁଟିଯିବ। ନାଇଁ, ଥାନାରେ ଗାଁ ଗଣ୍ଡା 5ଟା ପଞ୍ଚାୟତ ଏଥିରେ ବସିଲେଣି, ହେଉନାହିଁ। କାହିଁକି ହେଉନି? ଏଇଟାକୁ ମୁଁ ଏତିକି ଅନୁରୋଧ କରୁଛି ମାଝୀ ବାବୁଙ୍କ ପାଖରେ। କିନ୍ତୁ ଆମ ସରକାର ଯଦି ଇଏ କଥାଟାକୁ ଯଦି ମୋତେ ଅତି ଜଲ୍ଦି ବିଚାରଟା ମିଳିଯାଆନ୍ତା,
25 ବର୍ଷର ଅନୁତାପଟାକୁ ମୁଁ ବୁଝିପାରନ୍ତି। ମାଝୀ ବାବୁକୁ ଏତିକି ଅନୁରୋଧ କରୁଛି, ଆଇନ କାନୁନ ଠିକ୍ କରନ୍ତୁ। ଶ୍ୟାମ ସୁନ୍ଦର ବେହେରା ସଂସାର ଆଜ୍ଞା ସମସ୍ତଙ୍କର ଅଛି, ତାଙ୍କର ବି ମାନେ ଥିଲା। ସ୍ୱାମୀ ସ୍ତ୍ରୀର କ'ଣ ଇଏ ହେଇକରି ତା ଦ୍ୱାରା କି ଆଜିକି 1984 ମସିହାଠୁ ମୁଁ ଏ ବାବଦରେ ତାଙ୍କ ଶ୍ୱଶୁର ଘରକୁ ଯାଇଛି, ସବୁଠି ଇଏ ହେଇଛି, କିନ୍ତୁ ସିଏ ଆଜି ସୁଦ୍ଧା ଫାଇନାଲ୍ ହେଇପାରୁନି। କି ତାଙ୍କର ଯେଉଁ ଥିଲା ଆଗରୁ ଯେଉଁ ନାଁ ବାମନ ପଣ୍ଡା, ଏ ନାଁ ହେଉଛି ଇଏ ବାମନ ପଣ୍ଡାକୁ ବାମନ ପଣ୍ଡା, ସେରା ସବୁ ତାଙ୍କର ସବୁ ଚେଞ୍ଜ ଚାଞ୍ଜ କରିକିରି ସେ ତାଙ୍କର ନିଜ ଇଏ ଦ୍ୱାରା ସେ ଚାଲିଛନ୍ତି। କିନ୍ତୁ ତାଙ୍କ ପ୍ରକୃତ ତାଙ୍କର ପୁଅ ଅଛି, ଝିଅ ଅଛି, ସ୍ତ୍ରୀ ଅଛି, କିନ୍ତୁ ତାଙ୍କ ସ୍ତ୍ରୀ ମୋକଥାରେ ଟିକେ ତାଙ୍କର ଯେଉଁ ଦେଢ଼ ଶାଶୁ ଅଛନ୍ତି ତାଙ୍କ ଶ୍ୱଶୁର ଘରଠି, ସେ ଦୁଇ ଭଉଣୀଙ୍କର ସମ୍ପର୍କଟା ଭଲ, ଯାହାଦ୍ୱାରା କି ସିଏ ଦରକାର ପଡ଼ିଲା ସେ ସ୍ୱାମୀ କଥା ନ ମାନିବା ହେତୁ ସ୍ୱାମୀ ତା'ର ନିଜ ଗୋଡ଼ରେ ଛିଡ଼ା ହେଲା, ଯାହାଦ୍ୱାରା କି ସିଏ ବର୍ତ୍ତମାନ ଏଇନା ଏବେ ସୁଦ୍ଧା ସିଏ ତାଙ୍କ ଭଉଣୀ ଭିତରେ ବାପ ସାଙ୍ଗରେ ସମ୍ପର୍କ, ଏଇଭଳିଆ ସବୁ କାର୍ଯ୍ୟ ଚାଲିଛି। ଆଉ କ'ଣ ବ୍ଲଡ଼ ଆମକୁ ତ ଦେଲାନି କି ତମକୁ ତ ଦେଲାନି, ସେଇ ପୁଅକୁ ଦେଲା, ସେଇ ଝିଅକୁ ଦେଲା, ଯାହାକୁ ଏଇନା କହୁଛି ଖରାପ ସେଇଆକୁ ଦେଲା। ଆଚ୍ଛା, ଏ ଜିନିଷ ଗୁଡ଼ାକ କିନ୍ତୁ ଏଇଆ ଥାନା କୋର୍ଟ କଚେରୀରେ ଇଏ ଅଲଗା ସିଏ ଅଲଗା। ଏକମାତ୍ର ଏଇ ଶ୍ୱଶୁର ଘର ନେଇକିରି ସେ ଯେଉଁ ତାଙ୍କ ବଡ଼ ଭଉଣୀ ଅଛି ଶ୍ୱଶୁର ଘରେ, ଏଇ ବାବଦରେ ମୁଁ ଯଦି ପଚାରିଲେ ମୁଁ ଯେତେ ଯାହା ଆମେ ସବୁ ଚେଷ୍ଟା କରିଛୁ ସେ ସବୁ ସରିଯାଇଛି, କିନ୍ତୁ ମେନ୍ କାରଣ ହେଲା ଏ ତାଙ୍କର ଯେଉଁ ଦେଢ଼ ଶାଶୁ ଇଏ ଜଣ ହେଲେ ମେନ୍ ଖଳନାୟକ। କାହିଁକିନା ଆଜି ପର୍ଯ୍ୟନ୍ତ କୌଣସି ସ୍ୱାମୀ ସ୍ତ୍ରୀ କେଉଁଠି ବାଛନ୍ଦ ହେଇକି ରହିପାରିନାହାନ୍ତି, ଯାହା ହେଲେ ମଧ୍ୟ ଦରକାର ପଡ଼ିବ ବୁଢ଼ା ବୁଢ଼ୀ ବେଳକୁ ମଧ୍ୟ ଭେଟ ହେଇଛନ୍ତି, କିନ୍ତୁ ସେତିକିଟା ବି ଆମର ଏଠି ୟାଙ୍କ ଦ୍ୱାରା ଆମେ କିଛି ଗୋଟେ କରିପାରିଲୁନି। 25 ବର୍ଷ ହେଲାଣି ଦୁଃଖ ଯନ୍ତ୍ରଣା ରହିଛନ୍ତି, କିନ୍ତୁ ତାଙ୍କ ଘର ଫ୍ୟାମିଲି ଥାଇ ସମସ୍ତ ଥାଇକି ବି ସେ ଆଜି ନିରାଶ ହେବା ପରେ ଏବେ ଗୋଟେ ନିଜ ମନରୁ ଗୋଟେ କିଛି ଭାବିଛନ୍ତି ଯେ ମୁଁ ଏମିତି ଭଜନ କରିବି, ମୋ ମନର କିଛି ଦୁଃଖକୁ ଦୂର କରିବି। ଗୋଟେ ପ୍ରଶ୍ନ ଉଠୁଛି, ଯଦି ଗୋଟେ ଗରିବ ଲୋକ ହେଉ କିମ୍ବା ଗୋଟେ ସାଧାରଣ ଲୋକ ହେଉ ଥାନାର ଆଶ୍ରୟ ନେଉଛି, କାହିଁକି ଏ କଥାକୁ ଶୁଣାଯାଉନି? କୌଣସି ରାଜନୀତି ଯଦି ପ୍ରେସର ହେଉଛି ସେମାନଙ୍କ କଥା ଶୁଣାଯାଉଛି, କିନ୍ତୁ ଏଠି ଗୋଟେ ସାଧାରଣ ଲୋକ ତା କଥାକୁ ଶୁଣାଯାଉନି। ଆହୁରି ଗୋଟେ ଦେଖିବାକୁ ମିଳିଥିଲା, ଜୀବିତ ଅବସ୍ଥାରେ ଗୋଟେ ମୂର୍ତ୍ତି ତିଆରି କରି ଏକ ସମାଜକୁ ଗୋଟେ ମେସେଜ ଦେଇଛନ୍ତି। ଏମ୍ ନ୍ୟୁଜ୍ ଓଡ଼ିଶା ଟିଭି ରିପୋର୍ଟର ମୋଜେଶ ନାଥ।